କାଲି ମାଇନାକୁ ତାଙ୍କ ଘରେ ଛାଡ଼ିବା ଖୁସିରେ ମୁଁ ପୁରା ଖୁସି ହେଇଗଲି। ତ ସେଇ ଖୁସିରେ ଗୋଟେ ଚିକେନ୍ ତରକାରୀ ବନାଉଛି। ସେ ମାଇନା ନଥିବ କହିଲେ ଚିକେନ୍ ତରକାରୀ ବହୁତ ବଢ଼ିଆ ବନିବ। ତୁମେ ଯେମିତି ବନାଉଛ ସେ ବହୁତ ବଢ଼ିଆ ବନିବ। ଫାଷ୍ଟ ଟିକେ ତେଲ ନେଲି, ଖଡ଼ା ମସଲା ନେଲି, ପକାଇଲି, ପିଆଜ ପକାଇଲି, ମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଯେତେ ଦୁନିଆରେ ଗୁଣ୍ଡ ଅଛି ସବୁ ପକାଇଦେବ। ତାପରେ ଅଦା ରସୁଣ ଟମାଟୋ ପକାଇ ଦେଇ କଷିଦେବ। କଷିଦେଲା ପରେ ସେ ଯେଉଁ ଖଡ଼ା ମସଲା ଗୁଣ୍ଡଟା ଟିକେ ପକାଇ ଘାଣ୍ଟି ଦେବ। ଗୋଟା ରସୁଣ ଗୋଟେ 2-3ଟା ପକାଇଦେବ। ତାପରେ ତ ଚିକେନ୍ଟା ପକାଇଦେବ। ଆଉ ଚିକେନ୍ ପକାଇ ଟିକେ ଗରମ କରି କଷିଦେବ, ଭଲସେ କଷିଦେବ। କଷିଲା ପରେ ଗରମ ପାଣି ଟିକେ ଦେଇଦେବ। ଗରମ ପାଣି ଟିକେ ଦେଲା ପରେ ତାକୁ ଟକର ମକର ଫୁଟିବ। ଫୁଟୁ ବଢ଼ିଆ ବାସ୍ନାଟା ଆସିବ, ସେତେବେଳେ ମଜା ଲାଗିବ। ତାପରେ ଟିକେ ସିଝା ଆଳୁ ପକାଇଦେବ। ସିଝା ଆଳୁ ପକାଇ ସାରିଲା ପରେ ଆଉ ଟିକେ ରଖିକି କାଢ଼ିଦେବ। ତାପରେ ଚିକେନ୍ ମସଲା ଗୁଣ୍ଡ ପକାଇ ଦେଇକିରି ଧନିଆ ପତ୍ର ଟିକେ ଫିଙ୍ଗିଦେବ। ଫିଙ୍ଗି ଦେଲା ପରେ ଛାଡ଼ିଦେବ। ତାପରେ ତାଟିଆରେ ଆଣିବ, ଟିକେ ଆଳୁଟା ହାଲକା କିନା ଚକଟିବ, ହାଲକା। ତାପରେ ଧୀରେ ଟିକେ ଝୋଳ, ଟିକେ ଆଳୁ ପାଟିରେ ଦେବ। ସୁପର, ଟପ୍ ସୁପର ହେଇଛି, ମସ୍ତ। ମସ୍ତ କେରକେରା ହେଇଛି। ସତରେ ବନେଇ ଖାଇବା, ବଢ଼ିଆ ଲାଗିବ। କିନ୍ତୁ ପାଖରେ ବାଇନା ନଥିବାର ଅଛି। ସତରେ ବନେଇବା କେମିତି ହେଇଛି ମୋତେ କହିବ କମେଣ୍ଟରେ।